କାଲିର ବର୍ଷାରେ ଆମ୍ଭମାନଙ୍କ ଏରିଆର ଯେଉଁ ଝଡ଼ ଯୋଗୁଁ ଯେଉଁ ବିଲ ଗୁଡ଼ିକ ସବୁ ଭାସିଗଲା ପାଣି ଦ୍ୱାରା, ସେଇ ସମସ୍ତ ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ତା ସହିତ ଆମେମାନେ ହେଉଛୁ ଆଦିବାସୀ ଲୋକ, କାରଣ ଆମ୍ଭେମାନେ ଏଥିରେ ହିଁ ଖଟିକି ଆମେ ଅନେକ ଜିନିଷ ମାନେ ଅର୍ଜନ କରିଥାଉ। ସେ ସମସ୍ତ ଆପଣମାନେ ଦେଖନ୍ତୁ। ଏହି ଦେଖନ୍ତୁ, ଏହି ପର୍ବତ ଉପରୁ ପାଣି ଆସିଲା, ପୁରା କୁହୁଡ଼ି ହେଇଛି, କିନ୍ତୁ ଏ ପର୍ବତଟି ଟୋଟାଲ ଦେଖାଯାଉ ନାହିଁ। ତାପରେ ପାଣି ଭୟଙ୍କର ଭାବରେ ଆସିଅଛି। ଏଇଟା ଗୋଟିଏ ବନ୍ଧଟିଏ ଥିଲା, ତାପରେ ଏଇଟା ଆଉ ଗୋଟିଏ ବନ୍ଧ, ଏଠି ଦୁଇଟି ବନ୍ଧ ପାଖରେ ପାଖରେ ଅଛି ଏବଂ ଏହି ବନ୍ଧର ତଳ ପଟେ ଆମ ବିଲ ଗୁଡ଼ିକ ଅଛି। ଚାଲନ୍ତୁ ଆମେ ଦେଖିବା। ଭାଙ୍ଗି ଦେଇଛି, ଆଉ ଗୋଟିଏ ବନ୍ଧର ହୁଡ଼ା ଅଛି। ଅଛି ବନ୍ଧର ପାଣି, ତାପରେ ଏଠି ବିଲ ଆଡ଼କୁ ମାଡ଼ି ଆସିଛି ଏବଂ ଆଉ ଦ୍ୱିତୀୟ ବନ୍ଧ ହେଉଛି ଏଇଟା। ଏହି ବନ୍ଧର ପାଣି ଏହି ହୁଡ଼ାକୁ ଭାଙ୍ଗି ଦେଇକି ସମ୍ପୂର୍ଣ୍ଣ ଭାବରେ ଏହି ବିଲ ଆଡ଼କୁ ମାଡ଼ି ଯାଇଛି। ଏ ବର୍ଷ ଚାଷୀମାନେ ବହୁତ କଷ୍ଟ ପାଇବେ। ଆମ୍ଭେମାନେ ପୁଣି ଥରେ କେତୋଟି କ୍ଷେତମାନଙ୍କର ଜିନିଷ ଗୁଡ଼ିକ ମଧ୍ୟ ଆମେମାନେ ଦେଖିବା ପାଇଁ ଯିବା, କେମିତି ନଷ୍ଟ ହୋଇଯାଇଛି। ଏହି ମକା ଗୁଡ଼ିକ ଦେଖନ୍ତୁ, ସବୁ ପୁରା ତଳେ ପଡ଼ିଯାଇଛି। ଏହି ସମସ୍ତ ମକା ଗଛ ଗୁଡ଼ିକ, ମକା ଠାରୁ କିଛି ପାଇବା ଆଶାରେ ମକା ଲଗାଇବାକୁ ପଡ଼ିଥାଏ ଆମ ଆଦିବାସୀ ଅଞ୍ଚଳମାନଙ୍କରେ, ଏବଂ ବିଲମାନଙ୍କ ଠାରୁ ଯାହା କିଛି ଚାଉଳ ପାଇବା ପାଇଁ ଆମମାନଙ୍କୁ ବିଲରେ ଧାନ ଲଗାଇବାକୁ ପଡ଼ିଥାଏ। କିନ୍ତୁ ବିଲର ଧାନ ମଧ୍ୟ ନଷ୍ଟ ହେଲା, ତା ସହିତ ଯେଉଁ ମକା ଲଗାଯାଇଥିଲା ମକା ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। ଏଥିପାଇଁ ବହୁତ ଦୁଃଖିତ ଏ ସମସ୍ତ ବର୍ଷା ଝଡ଼ ପାଇଁ। ଏହା ତ ପ୍ରକୃତିର ହିଁ ସମସ୍ତ କାର୍ଯ୍ୟ ଅଟେ।